ପୂର୍ବରୁ ସୁପରଭାଇଜର ମ୍ୟାଡ଼ାମ୍ ମାନେ ତାଙ୍କର ସୁପରଭିଜନରେ ଜାଣିପାରୁଥିଲେ କେଉଁ ଅଙ୍ଗନୱାଡ଼ି ସେଣ୍ଟରଟା ଓପନ୍ ହୋଇଛି ଏବଂ କେଉଁ ଅଙ୍ଗନୱାଡ଼ି ସେଣ୍ଟରଟା ଓପନ୍ ହୋଇନାହିଁ। ତେଣୁ ସେମାନେ ସେମାନଙ୍କୁ ଜଣାଉଥିଲେ ଏବଂ ସେ ସେଣ୍ଟରଟି ଓପନ୍ ହୋଇପାରୁଥିଲା। ଫଳରେ ପ୍ରତି ସେକ୍ଟରରେ ପ୍ରାୟ ଅଙ୍ଗନୱାଡ଼ି ଓପନ୍ଟା ବନ୍ଦ ହୋଇଯାଇଥିଲା। ପ୍ରାୟ ସମସ୍ତେ ଅଙ୍ଗନୱାଡ଼ି ଓପନ୍ କରିପାରୁଥିଲେ। କିନ୍ତୁ ଏଇ ପ୍ରାୟ ଗୋଟେ ସପ୍ତାହ କି 2 ସପ୍ତାହ ହେବ ସେମାନଙ୍କର ସୁପରଭିଜନ ଖୋଲୁନଥିଲା। ଫଳରେ ସେମାନେ ଜାଣିପାରୁନଥିଲେ କେଉଁ ସେକ୍ଟରରେ କେଉଁ ଅଙ୍ଗନୱାଡ଼ି ସେଣ୍ଟର ଓପନ୍ ହେଲା କି ନାହିଁ। ପରଦିନ ଜାଣିପାରୁଥିଲେ, ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲା। ତେଣୁ ସେଇ ଅସୁବିଧାର ସମ୍ମୁଖୀନ ପାଇଁ ଏବେ ପୋଷଣ ଟ୍ରାକରରେ ସେଇ ସୁପରଭାଇଜର ମାନେ କିପରି ସେମାନଙ୍କର ୱାର୍କରମାନଙ୍କୁ ସୁପରଭିଜନ କରିପାରିବେ ତାହାର ସଲ୍ୟୁସନ୍ ଆସିଯାଇଛି। କିପରି ସେମାନେ କରିବେ ଆସନ୍ତୁ ଏଇ ଭିଡ଼ିଓରେ ଜାଣିବା। ପ୍ରଥମେ କ'ଣ କରିବେ, ଯଦି ପୋଷଣ ଟ୍ରାକରରେ ଥିବ ତାକୁ ଯଦି ପୁରୁଣା ଭର୍ସନ୍ ଥିବ ତାକୁ ଅପଡ଼େଟ୍ କରିଦେବେ। ଯଦି ନଥିବ ପ୍ଲେ ଷ୍ଟୋରରେ ଯାଇକି କିପରି ଡାଉନଲୋଡ଼୍ କରିବା ଆସନ୍ତୁ ଭିଡ଼ିଓରେ ଦେଖିବା ଏବଂ ଷ୍ଟେପ୍ ଟୁ ଷ୍ଟେପ୍ ଶିଖିବା କିପରି ସୁପରଭାଇଜର ମାନେ କିପରି ସୁପରଭିଜନ କରିବେ। ଅନଇନଷ୍ଟଲ୍ କରିଦେଲି, ପ୍ଲେ ଷ୍ଟୋର ଗଲି, ସର୍ଚ୍ଚ ଅପସନ୍ରେ ପୋଷଣ ଟ୍ରାକର ମାରିଲି ଏବଂ ଇନଷ୍ଟଲ୍ କଲି। ଓପନ୍ ହେଇଗଲା, ଓପନ୍ କଲି। ଯେହେତୁ ନୂଆ ଭର୍ସନ୍ ଆସିଛି ଟିକେ ଲେଟ୍ ହେଉଛି। ଦେଖନ୍ତୁ ପୂର୍ବରୁ ଅଙ୍ଗନୱାଡ଼ି ୱାର୍କର ଆସୁଥିଲା ଏବଂ ଲାଷ୍ଟକୁ ଆସୁଥିଲା ବେନିଫିସିଆରୀ ସିଟିଜେନ୍ ଆସୁଥିଲା। ଏଇ ମଝିଟା ଦେଖନ୍ତୁ ଆସୁନଥିଲା ସୁପରଭିଜନ। ଏଇଟା ଦେଖନ୍ତୁ ଯାକୁ ରେଡ୍ ମାର୍କରର ଗାର ଦେଇଛି, ସେଇଟା ଦେଖନ୍ତୁ ସୁପରଭାଇଜର, CDPO ଓ DPO ଏଇଟା ଆସୁନଥିଲା। ଏଇଟା ନୂଆ ଏଡ୍ ହୋଇଛି। ଏଥିରେ ଆମର ଦରକାର କିସ ନା ସୁପରଭାଇଜର ମାନେ କିପରି ସୁପରଭାଇଜନ କରିବେ, ତାଙ୍କର ଅଙ୍ଗନୱାଡ଼ି ଓପନ୍ କରିବେ। ଏଟାକୁ କ୍ଲିକ୍ କରିବା। କ୍ଲିକ୍ କଲି, କ୍ଲିକ୍ କଲା ପରେ ଏଇଭଳି ଆସିବ, ତାକୁ ଲଗ୍ଇନ୍ କରିବି। ଆସିଲା, ଲଗ୍ଇନ୍ କଲି। ଲଗ୍ଇନ୍ରେ କ'ଣ ଦେବେ, ତାଙ୍କର ଇମେଲ୍ ଆଡ୍ରେସ୍ ଆଗରୁ ପ୍ରାୟ ଦେଉଥିଲେ, ସମସ୍ତଙ୍କର ଇମେଲ୍ ଆଡ୍ରେସ୍ ଥିଲା ଏବଂ ପାସୱାର୍ଡ଼ ଥିଲା, ସେଟା ଦେବେ। ତା ପୂର୍ବରୁ କ'ଣ କରିବେ ନା ଆପଣଙ୍କର CDPOଙ୍କ ଲଗ୍ଇନ୍ରେ ସବୁ ଯେଉଁ ପୋଷଣ ଟ୍ରାକରରେ ଆଗେ ଆପଣଙ୍କର ପାସୱାର୍ଡ଼ ଆଉ ୟୁଜର୍ ପାସୱାର୍ଡ଼ କନଫର୍ମ ପାସୱାର୍ଡ଼ ଆଗେ ସେଭ୍ କରିବେ। ସେଭ୍ କଲା ପରେ ଆପଣଙ୍କର ଏଠି ଇମେଲ୍ ଆଡ୍ରେସ୍ ଦେବେ, ଯେଟା ଇମେଲ୍ ଆଡ୍ରେସ୍ ପ୍ରାୟ ସମସ୍ତଙ୍କର ଜାଣିଥିବେ, ସୁପରଭାଇଜର ମାନେ ଜାଣିଥିବେ ଦେବେ ଏବଂ ପାସୱାର୍ଡ଼ ନୂଆ କ୍ରିଏଟ୍ କରିବେ। ପୁରୁଣା ଥିଲା ଯଦି ସେ ପୁରୁଣା ପକାଇ ପାରିବେ ସେଠି ଆଗେ। CDPOଙ୍କ ଲଗ୍ଇନ୍ ଆପ୍ରୁଭ୍ କରିସାରିଲା ପରେ ତାପରେ ଏଠି ସେଇ ପାସୱାର୍ଡ଼ ଦେବେ, ଯାହା ପାସୱାର୍ଡ଼ ଏଠି ଦେଇଥିଲେ ଏଠି ଦେବେ। ତାପରେ ସାଇନ୍ ଇନ୍ କରିବେ, ଖୋଲିଯିବ। ଏଠି ଦେଖନ୍ତୁ ମୁଁ ତାଙ୍କର ପାସୱାର୍ଡ଼ ଆଉ ଇମେଲ୍ ଆଡ୍ରେସ୍ ଏବଂ ପାସୱାର୍ଡ଼ ଦେବି, କେରମ ଖୋଲିବି ଦେଖନ୍ତୁ। ପାସୱାର୍ଡ଼ ଦେଲି, ଖୋଲିଲା। ଦେଖନ୍ତୁ ଯେହେତୁ ଫାଷ୍ଟ ଖୋଲିଲା, ଦେଖନ୍ତୁ ଏଠି ଦେଖନ୍ତୁ 30ଟା ଅଙ୍ଗନୱାଡ଼ି ସେଣ୍ଟର ଅଛି ଟୋଟାଲ୍ ଏ ସେକ୍ଟରରେ ଏବଂ ଓପନ୍ ହେଇଛି କେତେଟା ଅଙ୍ଗନୱାଡ଼ି ସେକ୍ଟର ଓପନ୍ 28ଟା ହେଇଛି। ମାତ୍ର 2ଟି ଅଙ୍ଗନୱାଡ଼ି ସେକ୍ଟର ଓପନ୍ ହୋଇନି। କେ 2ଟା ଓପନ୍ ହୋଇନି ଆମେ ଜାଣିବା। ଆଗରୁ କ'ଣ ହେଉଥିଲା ନା ଆରି ଉପରେ କ୍ଲିକ୍ କଲେ ଆସିଯାଉଥିଲା, ଏବେ ଟିକେ ଅପଡ଼େଟ୍ ଆସିଯାଇଛି। ଦେଖିବା କେ ସେଣ୍ଟର 2ଟା ଓପନ୍ ହେଇନି। ଦେଖନ୍ତୁ ଡାହାଣରେ କୋଣରେ ଦେଖନ୍ତୁ 3ଟି ଡଟ୍ ଗାର ରଙ୍ଗ ଚିହ୍ନ ଅଛି, ତାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆସିବ, ଏହିପରି ଆସିବ। ଦେଖନ୍ତୁ ଲଗ୍ଆଉଟ୍ ଅଛି, ଟର୍ମ ଆଣ୍ଡ ସର୍ଭିସ୍ ଅଛି, ପ୍ରାଇଭେସି ପଲିସି ଅଛି,
ମାଇ ଆସିଷ୍ଟାଣ୍ଟ ଅଙ୍ଗନୱାଡ଼ି ସେଣ୍ଟର ବି ଅଛି, ମାଇ ପ୍ରୋଫାଇଲ୍ ଅଛି। ଲଗ୍ ଆଉଟ୍ କିଏ କରିବେ? ଯାହାର ଦୁଇଟା ସେଣ୍ଟର ଅଛି, ଯେ ସୁପରଭାଇଜରଙ୍କ ଦୁଇଟା ସେଣ୍ଟର ଅଛି, ସେମାନେ ଲଗ୍ ଆଉଟ୍ କରିକି ଅନ୍ୟ ସେକ୍ଟର ତାଙ୍କର ମୋବାଇଲ୍ ନମ୍ବର ପାସୱାର୍ଡ଼ ଦେଇକି ଖୋଲିପାରିବେ, ବା ଇମେଲ୍ ଆଡ୍ରେସ୍ ବା ଇମେଲ୍ ଆଇଡ଼ି ଆଉ ପାସୱାର୍ଡ଼ ଦେଇକି ଖୋଲିପାରିବେ। ସେଇଟା ତାଙ୍କର ସୁବିଧା। ଯେନକ ଆପଣ ସୁପରଭିଜନ ଅଛି ଡିଟୁ ସେଇନକ ଲଗ୍ ଆଉଟ୍ ଅପସନ୍ ଏଠାରେ ବି ଅଛି। ମାଇ ପ୍ରୋଫାଇଲ୍ରେ ବି ଆପଣଙ୍କ ପ୍ରୋଫାଇଲ୍ ଦେଖିପାରିବେ। ଏଠି କ'ଣ ଆମର ଦରକାର ନା କିଏ ଅଙ୍ଗନୱାଡ଼ି ସେଣ୍ଟର ଓପନ୍ ହୋଇନି, ଆମେ ତାକୁ ସୁପରଭିଜନ କରିକି ଦେଖିବା। ତେଣୁ ଏଠି ସେକେଣ୍ଡ ଅପସନ୍ଟାକୁ କ୍ଲିକ୍ କରିବା। ମାଇ ନା କ'ଣ ଅଙ୍ଗନୱାଡ଼ି ସେଣ୍ଟର ଯେଉଁ ସେକେଣ୍ଡଟା ଅଛି, ମାଇ ଅଙ୍ଗନୱାଡ଼ି ସେଣ୍ଟର ଯେଉଁ ସେଇଟାକୁ କ୍ଲିକ୍ କରିବା। କ୍ଲିକ୍ କରିଲେ କ୍ଲିକ୍ କଲା ପରେ ଦେଖନ୍ତୁ ଏହିପରି ଶୋ କରିବ ଏବଂ କେହି ଅଙ୍ଗନୱାଡ଼ି ସେଣ୍ଟର ଦୁଇଟା ଓପନ୍ ହୋଇନି ଆମକୁ ଏଇଠି ଦେଖାଇଦେବ। ଦେଖନ୍ତୁ ଡାକଚକ୍ର ହେଲା କ୍ଲୋଜ୍ ଅଛି, ସେ ସୁପରଭାଇଜରଙ୍କର ହେଲା ସେଇ ଗୋଟେ ଅଙ୍ଗନୱାଡ଼ି ଅଛି ବି କ୍ଲୋଜ୍ ଅଛି, ନା ହେଲା ସେଇ ନୁହେଁ ତଳ ସାହି କ୍ଲୋଜ୍ ଅଛି, ତଳ ସାହି ଗୋଟେ କ୍ଲୋଜ୍ ଅଛି। ତେଣୁ ସେ ଅଙ୍ଗନୱାଡ଼ି ସେଣ୍ଟରଙ୍କୁ ଜଣାଇବା ଯେ ଆପଣ ଅଙ୍ଗନୱାଡ଼ି ଓପନ୍ କାହିଁକି କରିନାହାନ୍ତି ଏବଂ କ'ଣ ପାଇଁ କରିନାହାନ୍ତି। ଯଦି ଭୁଲି ଯାଇଛନ୍ତି ତାହେଲେ ଜଲ୍ଦି ପକାଇ ଦିଅନ୍ତୁ। ଆଉ ଦେଖନ୍ତୁ କିଏ ସେଣ୍ଟର କେତେବେଳେ ଓପନ୍ ହେଇଛି, ଏଇଠି ଦେଖନ୍ତୁ। ଦେଖ ମଲ୍ଲିକ ମଇଦାନ ଗୋଟେ ଅଛି 10:38 ସେ ଅଙ୍ଗନୱାଡ଼ି ଓପନ୍ କରିଛନ୍ତି, ଗୋଟେ ହେଲା ସେଇ 10:35 ଏବଂ ଟାଇମ୍ ବି ଜାଣିପାରିବେ ଆପଣଙ୍କର ୱାର୍କର କେତେବେଳେ ଅଙ୍ଗନୱାଡ଼ି ଓପନ୍ କରିଛନ୍ତି। ଅଙ୍ଗନୱାଡ଼ି ସେଣ୍ଟର ଯେ ଖାଲି ଓପନ୍ ହେଇଛି ସେଥିରେ ସେମାନେ ଆଟେଣ୍ଡାନ୍ସ, ମର୍ଣ୍ଣିଂ ସ୍ନାକ୍ସ, ହଟ୍ କୁକ୍ କି ଅନ୍ୟ କିଛି ପେଣ୍ଡିଂ ଅଛି କି ନାହିଁ, ତାଙ୍କ ସାମ ପିଲା ଅଛି କି ନାହିଁ, କି ତାଙ୍କର ହାଇଟ୍ ୱେଟ୍ କମ୍ପ୍ଲିଟ୍ କରିଛନ୍ତି ନାହିଁ, ହୋମ୍ ଭିଜିଟ୍ କମ୍ପ୍ଲିଟ୍ କରିଛନ୍ତି ନାହିଁ, ତାକୁ ଜାଣିବା ପାଇଁ କ'ଣ ରାଇଟ୍ ସାଇଡ଼୍ରେ ଦେଖନ୍ତୁ ଓପନ୍ ହେଇଛି ତାଙ୍କର ନାଁ ସହିତ ଯେଉଁ ଅଙ୍ଗନୱାଡ଼ି କୋଡ଼ ସାଇଡ଼୍ରେ ଦେଖନ୍ତୁ ତୀର ଚିହ୍ନ ରଙ୍ଗ ଗୋଟେ ଅଛି, ସେଇ ତାକୁ କ୍ଲିକ୍ କରିବେ। ଦେଖନ୍ତୁ ଶୋ କରିଲା ଡେଲି ଟ୍ରାକିଂରେ ଅଙ୍ଗନୱାଡ଼ି ଓପନ୍ ଏଜ୍ କେତେବେଳେ କରିଛି ନା 9:10ରେ କରିଛି। ତାପରେ ଆଟେଣ୍ଡାନ୍ସ ପକାଇଛି କି ନାହିଁ ଦେଖିପାରିବେ, ମର୍ଣ୍ଣିଂ ସ୍ନାକ୍ସ ପକାଇଛି କି ନାହିଁ ଦେଖିପାରିବେ, ଆକ୍ଟିଭିଟି ଯେଉଁ ଦୁଇଟା ଆକ୍ଟିଭିଟି ଅଛି ସେ ପକାଇଛି କି ନାହିଁ ଦେଖିପାରିବେ, ହୋମ୍ ଭିଜିଟ୍ କେତେଟା ତାର ଅଛି, କେତେଟା କମ୍ପ୍ଲିଟ୍ ହେଇଛି ଏବଂ କେତେଟା ଡ୍ୟୁ ବାକି ଅଛି ବି ଦେଖିପାରିବେ। ସେହିପରି ତାଙ୍କର ହୋମ୍ ଭିଜିଟ୍ କମ୍ପ୍ଲିଟ୍ ହେଇଛି କି ନାହିଁ, ସେହିପରି ତାଙ୍କର ସାମ ପିଲା ଅଛି କି ନାହିଁ ବି ତଳେ ଅଛି, ତାଙ୍କର ସାମ ପିଲା ଅଛି କି ନାହିଁ ଆପଣ ଜାଣିପାରିବେ, ସବୁ କିଛି ଜାଣିପାରିବେ ଏବଂ ତାଙ୍କର କେଇ ନମ୍ବରଟା ତାଙ୍କର ରେଜିଷ୍ଟର ଅଛି ବି ଆପଣ ଜାଣିପାରିବେ। ଏବଂ ଯଦି ସେମାନେ ପକାଇ ନାହାନ୍ତି କି ଆଟେଣ୍ଡାନ୍ସ ଛାଡ଼ି ଦେଇଛନ୍ତି, କି ମର୍ଣ୍ଣିଂ ସ୍ନାକ୍ସ ଛାଡ଼ି ଦେଇଛନ୍ତି, କି ଆକ୍ଟିଭିଟି ଛାଡ଼ି ଦେଇଛନ୍ତି, କି ହୋମ୍ ଭିଜିଟ୍ କମ୍ପ୍ଲିଟ୍ କରିନାହାନ୍ତି, କି ତାଙ୍କର ହାଇଟ୍ ୱେଟ୍ ଯେଉଁ ତଳେ ଅଛି କମ୍ପ୍ଲିଟ୍ କରିନାହାନ୍ତି, ଏଇଠୁ ସୁପରଭାଇଜର ମାନେ ସେମାନଙ୍କୁ ଜଣାଇ ପାରିବେ। ତେଣୁ ନୂତନ ଭିଡ଼ିଓ ଦେଖିବା ପାଇଁ ଏହିପରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।